କଖାରୁ ମିଳିଲା 9 ବର୍ଷ ବାଳକର ମୃତଦେହ। ନୃଶଂସର ଏକ ଜ୍ୱଳନ୍ତ ପ୍ରତିଛବି। ଏମିତି ଯେ ମଣିଷ ନୃଶଂସ ହୋଇ ହୃଦୟ ବିଦାରକ କାର୍ଯ୍ୟ କରିପାରେ ତାହା ଆଶ୍ଚର୍ଯ୍ୟ ହେଲେ ବି ନିରାଟ ସତ। କି ଦୋଷ କରିଥିଲା 9 ବର୍ଷର ନାବାଳକ ନିରୀହ ପିଲାଟି? କାହାର କ'ଣ ଏମିତି ଅପରାଧ ଘଟାଇଥିଲା ଯେ ତାଙ୍କୁ ଶେଷରେ ଜୀବନରୁ ମାରିଦେଲେ? କ'ଣ ଶିଶୁଟିଏ ଶିକ୍ଷାର ପାହାଚ ଚଢ଼ିବା ପାଇଁ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ 4ର୍ଥ ଶ୍ରେଣୀରେ ପଢ଼ୁଥିଲା। ସେହି କମଳମତି ପିଲାଟିର ଶତ୍ରୁ କିଏ ରହିଥିଲା? କାହିଁକି ଏମିତି ନିଷ୍ଠୁର ସାଜି ଗୋଟିଏ ନିରୀହ ଜୀବନକୁ ନିର୍ଦ୍ଦୟ ଭାବରେ ହତ୍ୟା କରିଦେଲା? କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ରହନ୍ତି ସ୍ୱର୍ଗତ ରାସମୁଣ୍ଡାଙ୍କ ଧର୍ମପତ୍ନୀ ବୁଧୁନି ମୁଣ୍ଡା। 2 ଝିଅ ଏବଂ 2 ପୁଅଙ୍କୁ ଧରି ଦୁଃଖ କଷ୍ଟରେ ଚଳୁଥାନ୍ତି। ସବୁଦିନ ପରି ସାନ ପୁଅ ପବନ ମୁଣ୍ଡା ଅପରାହ୍ନ 5ଟା ବେଳେ ଖେଳିବାକୁ ଯାଇଥିଲେ। କିନ୍ତୁ ସେଦିନ ଖେଳିସାରି ସେ ଆଉ ଘରକୁ ଫେରି ନଥିଲେ। ମା ବୁଧୁନି ମୁଣ୍ଡା ବ୍ୟସ୍ତ ହୋଇ ଖୋଜାଖୋଜି କରିବା ସତ୍ତ୍ୱେ ବି ପୁଅ ପବନଙ୍କୁ ପାଇ ନଥିଲେ। ଚିନ୍ତାମଗ୍ନ ହୋଇ ପୁଅ ଚିନ୍ତାରେ ମାଙ୍କୁ ରାତିରେ ନିଦ ପଡ଼ି ନଥିବା ବେଳେ ତା ପରଦିନ ସକାଳେ ଗ୍ରାମର ଗୌରାଙ୍ଗ ପାତ୍ରଙ୍କ ଘର ସମ୍ମୁଖରେ ଏକ ବସ୍ତା ଥିବା ଦେଖିବାକୁ ପାଇଥିଲେ। ସେହି ବସ୍ତାରେ ପବନଙ୍କ ରକ୍ତାକ୍ତ ମୃତଦେହ ଥିବା ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ପୁଅ ନିଖୋଜ ହୋଇ ରାତି ପାହିବା ପରେ ପୁଅର ମୃତଦେହ ଦେଖି ବୁଧୁନି ମୁଣ୍ଡା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏନେଇ ପ୍ରଥମେ ରିମୁଳି ଫାଣ୍ଡିକୁ ଖବର ଦିଆଯାଇଥିବା ବେଳେ ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ କେନ୍ଦୁଝର ଏସ୍ପି ନିତିନ କୁଶଲକର, ଚମ୍ପୁଆ ଏସ୍ଡିପିଓ ବିଜୟ କୁମାର ମଲ୍ଲିକ, ଚମ୍ପୁଆ ଥାନା ଅଧିକାରୀ ଦେବକୀ ନାୟକ, ମାଜିଷ୍ଟ୍ରେଟ ତଥା ରାଜସ୍ୱ ଅଧିକାରୀ ଫୁଲରାଇ ବେସରା ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ସହ ସାଇଣ୍ଟିଫିକ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ଏନେଇ ଚମ୍ପୁଆ ଥାନାରେ ନମ୍ବର 327/24ରେ ଏକ ହତ୍ୟା ମାମଲା ରୁଜୁ କରି ଗ୍ରାମର ଗୌରାଙ୍ଗ ମୁଣ୍ଡାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସନ୍ଦେହ କରାଯାଉଛି। କେନ୍ଦୁଝର ଚମ୍ପୁଆ ବ୍ଲକରୁ ଦୀପକ କୁମାର ନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ।